ବୋଉ ହଁ ନା ମା ଆସ ଆସ। ଯାଉଛି ମାର ମୁଁ ଯାଏନି ମା ଦେଖେ କାହିଁକି ଡାକୁଛି ବିଲୁ କାହିଁ ଆଇଲାନି। ବୋଉ ଆସ ଖାଇଦିଅ। କଣ ମା ଆଣିଛୁ ଖାଇବାକୁ? ବୋଉ ତମେ ବିଲକୁ ସକାଳୁ ଆସିଛ ଯେ କିଛି ଖାଇକି ଆସିନ। ଆସି ଦିନ 10ଟା ବାଜିଲାଣି। ମୁଁ ଟିକେ ଚା ମୁଢି ଆଣିଛି ତମେ ଖାଇଦିଅ। ଧାନ କଟା ସେତିକି ଥାଉ ଘରକୁ ଚାଲ। ନା ରେ ବିଲ ବୋଲି 5 ଗୁଣ୍ଠ ସମସ୍ତେ ଧାନ ଅମଳ କରିସାରିଲେଣି। ଆମେ ଯଦି ଧାନ ଅମଳ ନ କରିବା ବିଲରେ ଖତ ଖାଇଯିବ। ବିଲରେ ଧାନ କଣ ପାଇଁ ଖତ ଖାଇବ? ଆମର ମେସିନ ପକେଇ ଧାନ କାଟିଦେଲେ ହବନି? ଏଇ 5 ଗୁଣ୍ଠ ବୋଲି ବିଲ ମେସିନରେ କାଟିଲେ 1000 କି 1200 ଟଙ୍କା ନବ। ମୋ ପାଖରେ ଏତେ ପଇସା କୋଉଠୁ ଆସିବ? ବୋଉ ତମେ ଏମିତି ଶୀତ କାକରରେ କେତେ ଦିନ ବିଲକୁ ଆସିବ? ସହଜରେ ତମ ଆଣ୍ଠୁ ଗଣ୍ଠି ଦରଜ ହଉଛି। ରାତି ହେଲେ ବିନ୍ଧା ହଉଛି, ଶୋଇପାରୁନ। ମତେ ଯେତେ କଷ୍ଟ ହଉଛି ହଉ, ବର୍ଷକର ଆହାର ସାଇତି ନ ରଖିଲେ ଖାଇବା କଣ? ବୋଉ ତମ ପୁଅ କଥା ମୁଁ ଆଉ କଣ କହିବି? ଏ ମଦରୁ କଣ ମିଳୁଛି ଯେ ଦିନ ରାତି 24 ଘଣ୍ଟା ଏ ମଦରେ ବୁଡି ରହୁଛନ୍ତି। ଆଉ କୋଉ କାମରେ ବି ମୁଣ୍ଡ ପୁରଉନାହାନ୍ତି। ସବୁବେଳେ ଖାଲି ମଦ ପିଉଛନ୍ତି। ମା ରେ ତୁ ମନ ଦୁଃଖ କରନି। ପୁଅଟା ଏମିତି ମଦୁଆ ହେଇଯିବ ବୋଲି ମୁଁ ଜାଣିନଥିଲି। ବୋଉ ସେ କଥା ଛାଡ। ତମେ ତ ଆଜି ଭତ୍ତା ପାଇଛ। ସେଇ ଭତ୍ତା ଟଙ୍କାରେ ବିଲରେ ମେସିନ ପକେଇ ଧାନ କାଟିଦବା। ଆଉ ଯାହା ବାକି ପଇସା ରହିବ ତମ ପୁଅ ଦେଇଦେବେ। ଯିଏ ମାର ଭତ୍ତା ପଇସା ନେଇକି ମଦ ପିଇବାକୁ ଯାଉଛି, ସେ ପରେ ଧାନ କଟା ପଇସା ଦବ ମା? ସେ କଥା କହୁଛୁ? ବୋଉ ତମେ ଆଜି ଯୋଉ ଭତ୍ତା ଟଙ୍କା ନେଇକି ଆସିଲ କଣ ତମ ପୁଅ ନେଇଗଲେ? ହଁ ରେ ମା ଆଜି ଯୋଉ ଭତ୍ତା ଟଙ୍କା ନେଇକି ଆଉଥିଲି। ଯାଉନୁ ସେ ଧାନ 5 ଗୁଣ୍ଠ କାଟି ଆଣିବୁ। ତୁ ଯାଇଥିଲୁ କୁଆଡେ ମତେ ଟିକେ କହିଲୁ? ଯାଇଥିଲି ଭତ୍ତା ଟଙ୍କା ଆଣିବାକୁ। ଭତ୍ତା ଟଙ୍କା ନେଇକି ଆଇଲୁ? ହଁ। ଦେଲୁ ଦେଲୁ ସେ 1000 ଟଙ୍କା ମତେ ତୁ କାଇଁ ଛଡଉଛୁ ପଇସା? ଦେ ପଇସା ଦେ, ମୋର 1000 ଟଙ୍କା ଦରକାର। ତତେ ମୁଁ କହୁଛି ତୁ ମତେ ତୋ କହୁଛୁ। ପଇସା ର ନେଇ ଇଆଡେ ସିଆଡେ ମଦ ଫଦ ପିଇ ଦଉଛୁ। ହଁ ମଦ ପିଇବି, କଣ ହେଇଗଲା ମୋ ସେଇଠୁ? ବିଲରେ ଧାନ କାଟିବୁ? ହଁ ବିଲରେ ଧାନ କଟା ହବ। ଯା 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 ଯା, ତୋ ବାଟରେ ତୁ ଯା, ମୁଁ ତତେ ଦେଇପାରିବି। ବୋଉ ତମକୁ ଗୋଟେ କଥା କହିବି, ମନ ଦୁଃଖ କରିବନି। ବୋଉ ମୋ ଭାଗ୍ୟ ଏମିତି ଖରାପ ଯେ ମତେ ଗୋଟେ ମଦୁଆ ସ୍ୱାମୀ ମିଳିଲା। ନାଇଁ ରେ ମା, ତୋ ଭାଗ୍ୟକୁ ତୁ କେବେ ଦୋଷ ଦେନା। ଆମେ ଜାଣିଶୁଣି ତୋ ଭାଗ୍ୟକୁ ନଷ୍ଟ କରିଦେଇଛୁ। ବୋଉ ତମେ ଏମିତି କଣ କହୁଛ? ଏ ଦୁନିଆରେ ଅନେକ ବାପା ମା ଅଛନ୍ତି, ପୁଅ ମଦୁଆ ହଉ କି ଗଞ୍ଜଡିଆ ହଉ, ଜାଣି ସାରିଲା ପରେ ମଧ୍ୟ ସେ ନିରୀହ ଝିଅଟିକି ବୋହୂ କରି ଆଣିଥାନ୍ତି। କାଳେ ମୋ ପୁଅଟା ବଦଳିଯିବ, ହେଲେ ସେଇ ପୁଅ ପାଇଁ ଗୋଟେ ନିରୀହ ଝିଅର ଜୀବନ ନଷ୍ଟ ହଉଛି। ବୋଉ ମୁଁ ଯୋଉ କଥା କହିଲି ମତେ କଣ ଖରାପ ଭାବିଲ କି? ଯଦି ଖରାପ ଭାବିଥାଅ ମତେ କ୍ଷମା କରିଦିଅ। ବୋଉ ଘରକୁ ଚାଲ। ନାଇଁ ମା ତୁ ଯା, ମୁଁ ଆଉ ଅଳ୍ପ ଦିଟା କାଟିକି ଯିବି। ହଉ ବୋଉ ତମେ ଆସ, ମୁଁ ଯାଉଛି ଆଗରେ। ହଉ ଯା।